ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଯଦି ସତ୍ୟ ତେବେ ମୋ ମା ନିଶ୍ଚୟ ସ୍ୱାଧୀନ ହେବ, ନିଶ୍ଚୟ ସ୍ୱାଧୀନ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ପୁସ୍ତକର ବିଷୟବସ୍ତୁ ଦେଶଭକ୍ତ ଲକ୍ଷ୍ମଣ ନାୟକ। ଲେଖକ ପରିଚୟ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ 1967 ମସିହା ମେ ମାସ 4 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ହେଲା ଅମର ସନ୍ତାନ, ମହାନ ମୁନି ମନୀଷା, ଅତୀତ କହେ କଥା, ଓଡ଼ିଆ ସାହିତ୍ୟର ବିକାଶ ଓ ବିବର୍ତ୍ତନରେ ଝଙ୍କାର, ସ୍ମରଣୀୟ ସେ ଶହୀଦ ଇତ୍ୟାଦି। ଏହି ବିଷୟଟି ତାଙ୍କର ଅମର ଶହୀଦ ପୁସ୍ତକରୁ ଆସିଅଛି। ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଯଦି ସତ୍ୟ ତେବେ ମୋ ମା ନିଶ୍ଚୟ ସ୍ୱାଧୀନ ହେବ। ଏହା କୌଣସି ଗପ ବା ନାଟକର କଥା ନୁହେଁ। ଆମ ମାଟିର ଜଣେ ବୀର ପୁରୁଷ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଏ କଥା କହିଥିଲେ। ତାଙ୍କ ମୁହଁର ଏହି କଥା ପ୍ରାୟ 4 ବର୍ଷ ପରେ ସତ୍ୟରେ ପରିଣତ ହୋଇଥିଲା। ସେହି ବୀର ପୁରୁଷ ଜଣକ ଥିଲେ ଲକ୍ଷ୍ମଣ ନାୟକ। ଦେଶ ପାଇଁ ପ୍ରାଣବଳି ଦେଇ ସେ ଅମର ହୋଇଅଛନ୍ତି। ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିଲେ 1899 ମସିହାରେ। ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକରୁ ଖଞ୍ଜଣା ଅସୁଲ କରିବା କାମରେ ଜୟପୁରର ରାଜା ତାଙ୍କ ବାପା ପଦଲାଲ ଭୂମିଆଙ୍କୁ ମୁସ୍ତାଦାର ଭାବରେ ନିଯୁକ୍ତ କରିଥିଲେ। ତେଣୁ ପଦଲାମ ଭୂମିଆ ପଦଲାମ ନାୟକ ଭାବରେ ଜଣାଶୁଣା ହେଲେ। ବାପାଙ୍କ ପରି ଲକ୍ଷ୍ମଣ ଥିଲେ କର୍ମଠ। ନିଜ କାମ ନିଜେ କରିବାକୁ ସେ ଖୁବ୍ ଭଲ ପାଉଥିଲେ। ମନରେ ତାଙ୍କର ପର ଆପଣା ବା ଉଚ୍ଚ ନିଚ ଭାବନା ସ୍ଥାନ ପାଉନଥିଲା। ସମସ୍ତଙ୍କ ସହିତ ମିଳିମିଶି ସେ ଚଳିପାରୁଥିଲେ। ଲକ୍ଷ୍ମଣ ବୟସ ବଢ଼ିଲା, ସେ ଯୁବକ ହେଲେ। ନୂଆ ନୂଆ କଥା ମୁଣ୍ଡରେ ଜୁଟିଲା। ନାୟକ ପୁଅ ସେ ତ ଖୁବ୍ ନିକଟରୁ ଗରିବମାନଙ୍କ ଦୁଃଖ ଶୁଣନ୍ତି, ଅବସ୍ଥା ଦେଖନ୍ତି। ଯେଉଁ ଯେଉଁ ନୀତି ନିୟମ ଗରିବ ବନବାସୀଙ୍କୁ ଅସୁବିଧାରେ ପକାଉଥିଲା, ସେଥିପାଇଁ ସେ ବାପାଙ୍କ ନିକଟରେ ଆପତ୍ତି କରନ୍ତି। କେଉଁଠାରେ ଅନ୍ୟାୟ ହେଉଥିବାର ଦେଖିଲେ ମନଟା ତାଙ୍କର ବିଦ୍ରୋହୀ ହୋଇଉଠେ। ମାତ୍ର 19 ବର୍ଷ ବୟସରେ ଲକ୍ଷ୍ମଣଙ୍କର ବିବାହ ହୋଇଥିଲା। 2 ବର୍ଷ ପରେ ଲକ୍ଷ୍ମଣଙ୍କର ଗୋଟିଏ ପୁଅଟିଏ ହୋଇଥିଲା। ପୁଅର ନାଁ ରଖାଯାଇଥିଲା ରଘୁନାଥ। ପଦଲାମ ନାୟକ ବୃଦ୍ଧ ହୋଇଯିବାରୁ ନିଜ ଦାୟିତ୍ୱ ସମ୍ଭାଳି ପାରିଲେ ନାହିଁ। ନିଜ ସ୍ଥାନରେ ଲକ୍ଷ୍ମଣକୁ ସେ ମୁସ୍ତାଦାର ଭାବରେ ବାଛିଲେ। ଜୟପୁର ରାଜା ଏହି ପ୍ରସ୍ତାବକୁ ସ୍ୱୀକାର କଲେ। ସେହିଦିନ ଠାରୁ ଲକ୍ଷ୍ମଣ ଭୂମିଆ ପରିବର୍ତ୍ତେ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହେଲେ। 1930 ମସିହା ବେଳକୁ ଭାରତରେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ ଜୋରଦାର ହୋଇ ଉଠିଥାଏ। ସମସ୍ତଙ୍କ ଉପରେ ଲବଣ ସତ୍ୟାଗ୍ରହର ପ୍ରଭାବ ପଡ଼ିଥାଏ। କୋରାପୁଟ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିଯାଇନଥିଲା। ବୀର ବନବାସୀମାନେ ବିଦେଶୀ ଶାସନ ଦ୍ୱାରା ଶୋଷିତ ହେଉଥିବା କଥା ଅନୁଭବ କରିସାରିଥିଲେ। କୋରାପୁଟର ଜଣାଶୁଣା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସ ରାୟ ସ୍ୱାଧୀନତା ସଂଗ୍ରାମକୁ ସେ ଅଞ୍ଚଳରେ ଦୃଢ଼ କରିଥିଲେ। ଇଂରେଜ କର୍ମଚାରୀଙ୍କ ନାଲି ଆଖିକୁ ଲୋକମାନେ ଭୟ କରୁନଥିଲେ। ଏମାନଙ୍କ ମଧ୍ୟରେ ଲକ୍ଷ୍ମଣ ନାୟକ ଥିଲେ ଆଗୁଆ। ସେ ମୁସ୍ତାଦାର ହେଉଥିବାରୁ ସ୍ୱାଧୀନତା ସଂଗ୍ରାମରେ ସଭା ସମିତିରେ ଯୋଗ ଦେଉଥିଲେ। ରାଧାମୋହନ ସାହୁ, ରାଧାକୃଷ୍ଣ ବିଶ୍ୱାସ ରାୟ, ନୀଳକଣ୍ଠ ପାତ୍ର ପ୍ରଭୃତି କର୍ମୀଙ୍କ ପ୍ରଭାବରେ ଲକ୍ଷ୍ମଣ କଂଗ୍ରେସରେ ମିଶିଲେ ଓ ମୁକ୍ତି ସଂଗ୍ରାମରେ ଯୋଗ ଦେଲେ। ପ୍ରଥମ ବିଶ୍ୱଯୁଦ୍ଧ ସରିଯିବା ପରେ ଭାରତକୁ ସ୍ୱାଧୀନତା ଦେବା ନିମନ୍ତେ ଇଂରେଜ ସରକାର ଆଦୌ ପଦକ୍ଷେପ ନେଲେ ନାହିଁ। ତେଣୁ
ସ୍ୱାଧୀନତା ସଂଗ୍ରାମୀମାନେ ସରକାରଙ୍କ ସହିତ ଅସହଯୋଗ କଲେ, ସତ୍ୟାଗ୍ରହ ଆରମ୍ଭ କଲେ। ସବୁ କଂଗ୍ରେସ କର୍ମୀ ଏଥିରେ ଯୋଗଦେଲେ। 1940 ମସିହା ଡିସେମ୍ବର ମାସରେ ରାମଗିରି ଫାଣ୍ଡି ଆଗରେ ସତ୍ୟାଗ୍ରହ କରି ଲକ୍ଷ୍ମଣ ନାୟକ ପୁଲିସ ହାତରେ ଗିରଫ ହେଲେ। କୋରାପୁଟ ଜେଲରେ ତାଙ୍କୁ 9 ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ ମିଳିଲା। ସେତେବେଳେ ବନ୍ଦୀର ଜୀବନ ଦୁଃଖମୟ ଥିଲା। ଅତ୍ୟନ୍ତ ଖଟଣି ପଡ଼ୁଥିଲା। ଖାଇବାକୁ ମିଳିଥିଲା ଗୋଡ଼ି ମିଶା ଭାତ, ପୋଡ଼ା ମାଣ୍ଡିଆ ରୁଟି ଆଉ ପାଣିଆ ଡାଲି। ବେଡ଼ି ପକା ହାତରେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିବାକୁ ପଡ଼ୁଥିଲା ଲକ୍ଷ୍ମଣକୁ। ସବୁ ଦୁଃଖ କଷ୍ଟକୁ ନୀରବରେ ସହି ଯାଉଥିଲେ ସେ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା କାରଣରୁ ଲକ୍ଷ୍ମଣ ନାୟକ ନିଜ ମୁସ୍ତାଦାର ପଦକୁ ହରାଇଥିଲେ। ତାଙ୍କୁ ମିଳିଥିବା ଜମିକୁ ଜୟପୁର ରାଜା ଛଡ଼ାଇ ନେଇଥିଲେ। ଏଥିରେ ସେ ବିଚଳିତ ହୋଇନଥିଲେ। ସେ ଜାଣିଥିଲେ ଦୁଃଖ ନ ସହିଲେ ମାଟି ମାଆର ଦୁଃଖ ଯିବ ନାହିଁ। 1942 ମସିହା ଅଗଷ୍ଟ ମାସ 15 ତାରିଖରେ ଜୟପୁର ତାଲୁକ ଅଫିସ ଓ ଥାନା ଘେରାଉ ହେଲା। ଚାରିଆଡ଼େ ଉତ୍ତେଜନା ଲାଗି ରହିଲା। ସେଠାରେ ଉପସ୍ଥିତ ଥିଲେ ଲକ୍ଷ୍ମଣ ନାୟକ। ଅଗଷ୍ଟ 17, 18 ଓ 19 ତାରିଖରେ ପାଖାପାଖି ଅଞ୍ଚଳରେ ଥିବା ମଦ ଦୋକାନ ଉପରେ ସଂଗ୍ରାମୀମାନେ ଚଢ଼ାଉ କଲେ। ମଦ ଦୋକାନ ଗୁଡ଼ିକୁ ଭାଙ୍ଗିଦେଲେ। ସବୁଠି ଲକ୍ଷ୍ମଣ ନାୟକ ଆଗୁଆ। ତେଣୁ ପୁଲିସ ଓ ମଦ ଦୋକାନୀଙ୍କ ରାଗ ଲକ୍ଷ୍ମଣଙ୍କ ଉପରେ ପଡ଼ିଲା। ଆସିଲା ଅଗଷ୍ଟ 21 ତାରିଖ। ସେଦିନ ସଂଗ୍ରାମୀମାନେ ମାତିଲ ଥାନା ଘେରାଉ କରିବେ ବୋଲି ପୁଲିସ ପାଖରେ ଖବର ପହଞ୍ଚିଥାଏ। ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ଏକତ୍ରିତ ହେଲେ। ସେମାନଙ୍କ ନେତୃତ୍ୱ ନେଉଥାନ୍ତି ଲକ୍ଷ୍ମଣ ନାୟକ। ସଂଗ୍ରାମୀମାନଙ୍କୁ ପୁଲିସ ବାଧା ଦେଉଥାଏ। ଥାନା ଆଗରେ ପ୍ରବଳ ଭିଡ଼ ଜମିଥାଏ। ଥାନା ଭିତରକୁ ପ୍ରବେଶ କରିବା ପାଇଁ ଲୋକେ ଉଦ୍ୟମ କରୁଥାନ୍ତି। ଆରମ୍ଭ ହୋଇଗଲା ଠେଲାପିଲା। ଭିଡ଼ ଭାଙ୍ଗିବା ପାଇଁ ପୁଲିସ ଗୁଳି ଚଳାଇଲା। ଏହା ଫଳରେ ଅଘଟଣଟିଏ ଘଟିଗଲା। ପୁଲିସ ଗୁଳିରେ ଫରେଷ୍ଟ ଗାର୍ଡ ଜି ରାମେୟାଙ୍କ ମୃତ୍ୟୁ ହେଲା। ନିଜ ଲୋକଟା ମରିଯାଇଥିବାରୁ ପୁଲିସ ଡରିଗଲା। ଜି ରାମେୟାର ମୃତ୍ୟୁ ପାଇଁ ଲକ୍ଷ୍ମଣ ନାୟକ ଓ ବଳରାମ ପୂଜାରୀଙ୍କୁ ଦାୟୀ କରିବାକୁ ସ୍ଥିର କରାଗଲା। ରାମେୟାର ମୃତ୍ୟୁ ଓ ପୋଲିସ ଥାନା ଘେରାଉ ଅପରାଧରେ ଲକ୍ଷ୍ମଣ ନାୟକଙ୍କ ବିରୋଧରେ ମକଦ୍ଦମା କରାଗଲା। ପୁଲିସ ତେନ୍ତୁଳିଗୁମା ଗାଁରୁ ଘେରାଉ କରି ଲକ୍ଷ୍ମଣ ନାୟକଙ୍କୁ ଗିରଫ କଲେ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ୍ମଣ ନାୟକ ଓ ତାଙ୍କ ସାଥୀକୁ ମିଥ୍ୟା ମକଦ୍ଦମାରେ ପଡ଼ିବାକୁ ହେଲା। ଲକ୍ଷ୍ମଣ ନାୟକ ଓ ତାଙ୍କ ସାଥୀମାନଙ୍କ ବିରୋଧରେ କରାଯାଇଥିବା ମକଦ୍ଦମାର ରାୟ ପ୍ରକାଶ ପାଇଲା। 1942 ମସିହା ନଭେମ୍ବର ମାସରେ ବିଚାରରେ ଲକ୍ଷ୍ମଣ ନାୟକ ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ। 1943 ମସିହା ମାର୍ଚ୍ଚ ମାସ 29 ତାରିଖ ସକାଳ 5ଟା ବାଜିବାକୁ ଅଳ୍ପ କେତୋଟି ମୁହୂର୍ତ୍ତ ବାକି ଥାଏ। ଜେଲ କର୍ମଚାରୀ ଆସି ଲକ୍ଷ୍ମଣ ପାଖରେ ପହଞ୍ଚିଲେ। ଲକ୍ଷ୍ମଣ ଆଗେଇ ଚାଲିଲେ ଫାଶୀ ଖୁଣ୍ଟ ଆଡ଼କୁ। ମୁହଁରେ ତାଙ୍କର ରାମ ଧୁନ୍। ଶେଷରେ ଲକ୍ଷ୍ମଣଙ୍କ ମୁହଁରୁ ଶେଷ ବାକ୍ୟ ବାହାରିଥିଲା, ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଯଦି ସତ୍ୟ, ତେବେ ମୋ ମା ନିଶ୍ଚୟ ସ୍ୱାଧୀନ ହେବ। ପରବର୍ତ୍ତୀ କ୍ଷଣରେ ଲକ୍ଷ୍ମଣଙ୍କ ଶରୀର ଝୁଲି ପଡ଼ିଥିଲା ଫାଶୀ ଖୁଣ୍ଟରେ। ଲକ୍ଷ୍ମଣ ନାୟକଙ୍କ ଶରୀର ସିନା ମାଟିରେ ମିଶିଯାଇଛି, କିନ୍ତୁ ସବୁଦିନ ପାଇଁ ସେ ଅମର ହୋଇ ରହିଯାଇଛନ୍ତି ଜନମାନସରେ। ଅନେକ ବୀର ପୁରୁଷ ଆମ ମାଟି ମାଆକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ରକ୍ତ ନିଗାଡ଼ି ଉତ୍ସର୍ଗ କରିଦେଇଛନ୍ତି। ସେହି ମହାନ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବାକୁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍
କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।